ମହାନ୍ତ ନ୍ୟୁଜ୍ରେ ଆପଣଙ୍କୁ ସ୍ୱାଗତ। ଆଜି 17 ଜୁଲାଇ ବୁଧବାର ମୁଁ ଆପଣଙ୍କ ପାଇଁ ନେଇ ଆସିଛି ଦେଶ ବିଦେଶର 30ଟି ମୁଖ୍ୟ ଖବର। ଆପଣଙ୍କୁ ଅନୁରୋଧ ଭିଡ଼ିଓକୁ ସମ୍ପୂର୍ଣ୍ଣ ଦେଖିବେ ଓ ଏହାକୁ ଲାଇକ୍ କରିବା ପାଇଁ ଭୁଲିବେ ନାହିଁ। ଏହା ଆମ ଭିଡ଼ିଓକୁ ଅନ୍ୟମାନଙ୍କ ପାଖରେ ପହଞ୍ଚାଇବା ପାଇଁ ସାହାଯ୍ୟ କରିଥାଏ। ଖବର ନମ୍ବର 1, 14 ତାରିଖରେ ଖୋଲିବ ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର। ଆସନ୍ତାକାଲି ଅର୍ଥାତ୍ ଜୁଲାଇ 18 ତାରିଖରେ ଖୋଲିବ ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର। ଗୁରୁବାର ସକାଳ 9:51ରୁ 12:15 ମଧ୍ୟରେ ଶୁଭବେଳା ରହିଛି। ଏହି ସମୟ ମଧ୍ୟରେ 2ଟି ନୂଆ ତାଲାର ଚାବିରେ ଖୋଲାଯିବ ଭିତର ରତ୍ନଭଣ୍ଡାର। ଏନେଇ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ ସୂଚନା ଦେଇଛନ୍ତି। ଅନ୍ୟପଟେ ଜଷ୍ଟିସ୍ ବିଶ୍ୱନାଥ ରଥ ଆହୁରି ମଧ୍ୟ କହିଛନ୍ତି, ସମସ୍ତ ସ୍ଥାନାନ୍ତରଣ ପ୍ରକ୍ରିୟାରେ ଭିଡ଼ିଓଗ୍ରାଫି କରାଯିବ। ଅସ୍ଥାୟୀ ରତ୍ନଭଣ୍ଡାର ଖଟଶେଯ ଘରକୁ ସ୍ଥାନାନ୍ତରଣ କରାଯିବ। ସ୍ଥାନାନ୍ତରଣ ପରେ ଅସ୍ଥାୟୀ ରତ୍ନଭଣ୍ଡାର ତାଲା ସିଲ୍ କରାଯିବ। ତାଲାକୁ ଜଉ ମୁଦ ସିଲ୍ କରାଯାଇ ଚାବି ଟ୍ରେଜରୀରେ ରଖାଯିବ। ଖବର ନମ୍ବର 2, ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ। ସେନା ମୁଖ୍ୟଙ୍କୁ ବଡ଼ ନିର୍ଦ୍ଦେଶ ଦେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଜାମ୍ମୁ କାଶ୍ମୀରର ଡୋଡାରେ ସୁରକ୍ଷାକର୍ମୀ ଆତଙ୍କବାଦୀ ଗୁଳି ବିନିମୟରେ ଜଣେ ସେନା ଅଧିକାରୀ ସମେତ 4 ଯବାନ ଶହୀଦ ହୋଇଛନ୍ତି, ଯାହାପରେ ଭାରତ ସରକାର କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି। ମଙ୍ଗଳବାର ଏହି ଆକ୍ରମଣ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କ ସହ ଫୋନରେ କଥା ହୋଇଛନ୍ତି। ଆତଙ୍କବାଦୀ ଆକ୍ରମଣର କଡ଼ା ଜବାବ ଦେବା ପାଇଁ ସେ ସେନା ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁସାରେ ରାଜନାଥ ସିଂ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କ ସହ ଫୋନରେ କଥା ହୋଇଛନ୍ତି। ଆତଙ୍କବାଦୀ ଏବଂ ସେମାନଙ୍କ ସଂଗଠନ ଗୁଡ଼ିକ ଉପରେ ନଜର ରଖିବା ସହ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଡୋଡାଠାରେ ଆତଙ୍କବାଦୀଙ୍କ ସହ ଚାଲିଥିବା ଏନ୍କାଉଣ୍ଟର ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ସେନା ମୁଖ୍ୟଙ୍କ ଠାରୁ ସୂଚନା ନେଇଥିଲେ। ସେନା ମୁଖ୍ୟଙ୍କୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଖବର ନମ୍ବର 3, ରେଳ ଯାତ୍ରୀଙ୍କ ପାଇଁ ନୂଆ ନିୟମ। ୱେଟିଂ ଟିକେଟରେ କରିପାରିବେ ନାହିଁ ଯାତ୍ରା। ଟ୍ରେନ୍ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା। ଭାରତୀୟ ରେଳବାଇ ନୂତନ ନିୟମ ପ୍ରଣୟନ କରିଛି, ଯେଉଁଥିରେ ୱେଟିଂ ଟିକେଟରେ ଯାତ୍ରା କରୁଥିବା ଲୋକଙ୍କୁ ଏଣିକି ଜରିମାନା ଭରିବା ପାଇଁ ପଡ଼ିବ ଏବଂ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ। ଯେଉଁ ଯାତ୍ରୀଙ୍କ ଟିକେଟ ନିଶ୍ଚିତ ହୋଇନାହିଁ ବା କନଫର୍ମ ହୋଇନାହିଁ, ସେମାନେ ଯାତ୍ରା କରିପାରିବେ ନାହିଁ। ଯଦି ଏହି ନିୟମ କେହି ମାନୁନାହାନ୍ତି, ତାଙ୍କୁ ଜରିମାନା ଭରିବା ପାଇଁ ପଡ଼ିବ। ଭାରତୀୟ ରେଳବାଇ ଅନୁସାରେ ଏପରି ନିୟମ ପରିବର୍ତ୍ତନ କରିବାର ମୁଖ୍ୟ କାରଣ ହେଉଛି ଟ୍ରେନରେ ଅନାବଶ୍ୟକ ଭିଡ଼ କମ୍ କରିବା ଏବଂ କନଫର୍ମ ଟିକେଟ ଥିବା ଲୋକଙ୍କ ପାଇଁ ଆରାମଦାୟକ ଯାତ୍ରା ନିଶ୍ଚିତ କରିବା। ଏହି ପରିପ୍ରେକ୍ଷୀରେ ରେଳ ମନ୍ତ୍ରାଳୟ ପ୍ରତ୍ୟେକ ଜୋନ୍ର ରେଳ ଅଧିକାରୀଙ୍କୁ ନିୟମକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରିଜର୍ଭ କୋଚ୍ରେ ଯଦି ୱେଟିଂ ଟିକେଟ ଥିବା ଯାତ୍ରୀ ଯାତ୍ରା କରେ, ତେବେ ତାଙ୍କୁ 250ରୁ 400 ଟଙ୍କା ଜରିମାନା ଭରିବା ପାଇଁ ପଡ଼ିବ ଏବଂ ଯାତ୍ରୀଙ୍କ ପରବର୍ତ୍ତୀ ଷ୍ଟେସନରେ ସେହି କୋଚ୍ରୁ ଓହ୍ଲାଇ ଦିଆଯିବ। ଯଦି ଜେନେରାଲ ଟିକେଟ ଥିବା ବ୍ୟକ୍ତି ରିଜର୍ଭ କୋଚ୍ରେ ଚଢ଼ି ଯାତ୍ରା କରନ୍ତି, ତେବେ ତାଙ୍କୁ ଟ୍ରେନ୍ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦୂରତା ପାଇଁ ଭଡ଼ା ଦେବାକୁ ପଡ଼ିବ। ଖବର ନମ୍ବର 4, 19ରେ ଓଡ଼ିଶା ଆସିବେ ଜେପି ନଡ୍ଡା। ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଦେବେ ଯୋଗ। 19ରେ ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେବେ। ପୁରୀରେ 19-20 ତାରିଖରେ 2 ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ହେବ। ଏନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ ଆସନ୍ତା 19-20 ତାରିଖରେ ବିଜେପି ରାଜ୍ୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ହେବ। ବୈଠକରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଯୋଗ ଦେବେ। ତେବେ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଯୋଗ ଦେବେ ନାହିଁ। ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି। ଖବର ନମ୍ବର 5, ସୁମନଙ୍କୁ ଅଧିନାୟକତ୍ୱ ବିଷୟରେ ଜଣାନାହିଁ, ବଡ଼ ବୟାନ ଦେଲେ ଅମିତ ମିଶ୍ରା। ଭାରତୀୟ କ୍ରିକେଟ ଟିମ୍ ICC T20 ବିଶ୍ୱକପ୍ ବିଜୟ ପରେ ଜିମ୍ବାୱେ ଗସ୍ତରେ ଯାଇଥିଲା। ଏହି ଟିମ୍ର ଅଧିନାୟକତ୍ୱ ସୁମନ ଗିଲଙ୍କ ହାତରେ ରହିଥିଲା। ପ୍ରଥମ ମ୍ୟାଚ୍ରେ ହାରିବା ପରେ ଟିମ୍ ଜୋରଦାର ଫର୍ମକୁ ଫେରିଥିଲା ଏବଂ 4-1ରେ ସିରିଜ୍ ହାତେଇଥିଲା। ତେବେ ଏହି ସିରିଜ୍ ବିଜୟ ପରେ ସୁମନଙ୍କୁ ଦଳ ଆଗାମୀ କ୍ୟାପ୍ଟେନ୍ କରିବାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଏହାକୁ ନେଇ ଭାରତୀୟ ଦଳର ପୂର୍ବତନ ସ୍ପିନର ଅମିତ ମିଶ୍ରାଙ୍କ ବୟାନ ଏବେ ଭାଇରାଲ ହେବାରେ ଲାଗିଛି। ସେ କହିଛନ୍ତି ଯେ ସୁମନଙ୍କୁ ଅଧିନାୟକତ୍ୱ ଆସେ ନାହିଁ କି ତାଙ୍କର ଏ ବିଷୟରେ କୌଣସି ଆଇଡିଆ ନାହିଁ। ଅମିତ ମିଶ୍ରା ୟୁଟ୍ୟୁବର ଶୁଭଙ୍କରଙ୍କ ସହିତ ସାକ୍ଷାତକାର ସମୟରେ କହିଛନ୍ତି ଯେ ମୁଁ ସୁମନ ଗିଲଙ୍କୁ କେବେ ବି ଦଳର କ୍ୟାପ୍ଟେନ୍ କରିବି ନାହିଁ। ମୁଁ ତାଙ୍କୁ IPLରେ ଦେଖିଛି। ତାଙ୍କୁ ଏ ବିଷୟରେ ଜମାରୁ ଜଣାନାହିଁ ଯେ ଅଧିନାୟକତ୍ୱ କିପରି କରନ୍ତି।
ତାଙ୍କ ପାଖରେ ସେ ଆଇଡିଆ ନାହିଁ। ଏହା ପୂର୍ବରୁ ସେ କେବେ କ୍ୟାପ୍ଟେନ୍ ହୋଇନାହାନ୍ତି। ଖବର ନମ୍ବର 6 ମାଡ଼ ଖାଇଥିବା ଏସ୍ଏସ୍ଓ ବୈକୁଣ୍ଠନାଥ ପ୍ରଧାନଙ୍କ ବଦଳି ଗୃହ ବିଭାଗକୁ ବଦଳି ନିର୍ଦ୍ଦେଶ। ପୁରୀ ରାଜଭବନରେ ମାଡ଼ ଖାଇଥିବା ଏସ୍ଏସ୍ଓ ମାମଲା ଭିନ୍ନ ମୋଡ଼ ନେଇଛି। ମାଡ଼ ଖାଇଥିବା ନେଇ ରାଜ୍ୟପାଳଙ୍କ ପୁଅ ବିରୋଧରେ ଅଭିଯୋଗ ଆଣିଥିବା ଏସ୍ଏସ୍ଓ ବୈକୁଣ୍ଠନାଥ ପ୍ରଧାନଙ୍କୁ ଗୃହ ବିଭାଗକୁ ବଦଳି କରାଯାଇଛି। ତାଙ୍କୁ ଗୃହ ବିଭାଗକୁ ବଦଳି ହୋଇଥିବା ନେଇ ନିର୍ଦ୍ଦେଶନାମା ଜାରି ହୋଇଛି। ଅନ୍ୟପଟେ ଏସ୍ଏସ୍ଓଙ୍କୁ ମାଡ଼ ମାମଲାରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ସମ୍ପର୍କରେ ରାଜଭବନ ପକ୍ଷରୁ କୌଣସି ସୂଚନା ମିଳିନାହିଁ। ରାଜ୍ୟପାଳଙ୍କ ପୁଅ ଗାଡ଼ି ପାଇଁ ଏସ୍ଏସ୍ଓଙ୍କୁ ପୁରୀରେ ମାଡ଼ ମାରିଥିବା ଅଭିଯୋଗ ସାମ୍ନାକୁ ଆସିବା ପରେ ବିବାଦ ବଢ଼ିଥିଲା। ଖବର ନମ୍ବର 7 ଗୁରୁବାର ଦିନ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ପ୍ରବେଶ କଟକଣା। ଜୁଲାଇ 18 ତାରିଖ ଅର୍ଥାତ୍ ଗୁରୁବାର ଦିନ ପୁଣି ଥରେ ରତ୍ନଭଣ୍ଡାର ଖୋଲାଯିବ। ଏଥିପାଇଁ ଭକ୍ତମାନେ ଶ୍ରୀମନ୍ଦିର ପ୍ରବେଶ ଉପରେ କଟକଣା ରହିବ ବୋଲି ମୁଖ୍ୟ ପ୍ରଶାସକ ଓ ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ରଥ ସୂଚନା ଦେଇଛନ୍ତି। ଭିତର ରତ୍ନଭଣ୍ଡାର ଖୋଲିବା ପାଇଁ ଶୁଭ ମୁହୂର୍ତ୍ତ ସକାଳ 9:51ରୁ 12:15 ରହିଛି। ରତ୍ନଭଣ୍ଡାର ଖୋଲିବା ପାଇଁ ସକାଳ 9ଟା ପରେ କମିଟି ସଦସ୍ୟ ଶ୍ରୀମନ୍ଦିରକୁ ପ୍ରବେଶ କରିବେ। ହେଲେ ତାହା ପୂର୍ବରୁ ସକାଳ 8ଟା ବେଳକୁ ଭକ୍ତମାନେ ମନ୍ଦିର ପ୍ରବେଶ ନେଇ କଟକଣା କରାଯିବ। ସମସ୍ତ ଭକ୍ତମାନେ ସେହି ସମୟରେ ସହଯୋଗ କରିବାକୁ ନିବେଦନ କରିଛନ୍ତି ଜଷ୍ଟିସ୍ ରଥ। ଖବର ନମ୍ବର 8 ବିଶ୍ୱ ରେକର୍ଡ ଗୋଟିଏ ଦିନରେ 11 ଲକ୍ଷ ଚାରାରୋପଣ। ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଗୋଟିଏ ଦିନ ଅର୍ଥାତ୍ 24 ଘଣ୍ଟା ମଧ୍ୟରେ 11 ଲକ୍ଷ ଚାରାରୋପଣ କରାଯାଇଥିବା ବେଳେ ଏହା ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଇନ୍ଦୋର ଭାରତର ସବୁଠାରୁ ସ୍ୱଚ୍ଛ ସହର ଭାବେ ମାନ୍ୟତା ପାଇଥିବା ବେଳେ ବର୍ତ୍ତମାନ 11 ଲକ୍ଷ ଚାରାରୋପଣ କାର୍ଯ୍ୟ ଏ ଦିଗରେ ଆଉ ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି କୁହାଯାଇଛି। ଏ ସମ୍ପର୍କିତ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ସାର୍ଟିଫିକେଟ୍କୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଗ୍ରହଣ କରିଛନ୍ତି। ସହରକୁ ସ୍ୱଚ୍ଛ ସୁନ୍ଦର ଏବଂ ଆବର୍ଜନା ମୁକ୍ତ ରଖିବାକୁ ଇନ୍ଦୋରବାସୀ ଯେଉଁ ଉଦ୍ୟମ ଚଳାଇଛନ୍ତି ତାହା ବାସ୍ତବିକ ପ୍ରଶଂସନୀୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପୂର୍ବରୁ ଗୋଟିଏ ଦିନରେ ସର୍ବାଧିକ ଚାରାରୋପଣ ରେକର୍ଡ ଆସାମ ନାମରେ ଲିପିବଦ୍ଧ ଥିଲା ବୋଲି ଗିନିଜ୍ ୱାର୍ଲ୍ଡ ରେକର୍ଡ ପରାମର୍ଶଦାତା ନିଶ୍ଚଲ ବାରତ କହିଛନ୍ତି। ଆସାମରେ ଗୋଟିଏ ଦିନରେ 9.26 ଲକ୍ଷ ଚାରାରୋପଣ କରାଯାଇଥିଲା। ଖବର ନମ୍ବର 9 କୁକୁର କାମୁଡ଼ାରେ ଦେଶରେ ଓଡ଼ିଶା ଶୀର୍ଷରେ ଏଣିକି CHC ଓ PHCରେ ମିଳିବ ଇଞ୍ଜେକ୍ସନ। ଦେଶରେ କୁକୁର କାମୁଡ଼ା ଘଟଣା ଓଡ଼ିଶାରେ ସର୍ବାଧିକ। ମାତ୍ର ସବୁ ସ୍ଥାନରେ ସମସ୍ତଙ୍କ ପାଇଁ ଜଳାତଙ୍କ ଟିକା ଏବେ ଉପଲବ୍ଧ ହୋଇପାରୁନାହିଁ। କିଛି ନିର୍ଦ୍ଦିଷ୍ଟ ସରକାରୀ ଡାକ୍ତରଖାନାରେ ଏହାର ଉପଲବ୍ଧତା ରୋଗୀଙ୍କ ପାଇଁ ଯନ୍ତ୍ରଣାଦାୟକ ହେଉଛି। ମାତ୍ର ଏହାକୁ ଏବେ ବ୍ୟାପକ କରାଯିବାକୁ ଯୋଜନା କରାଯାଇଛି। ଜିଲ୍ଲା ଚିକିତ୍ସାଳୟରେ ଆଣ୍ଟି ରାବିଜ୍ କ୍ଲିନିକ୍ ଖୋଲାଯିବ ଏବଂ CHC ଓ PHCରେ ଟିକା ଉପଲବ୍ଧ ହେବ। ନ୍ୟାସନାଲ୍ ଆକ୍ସନ୍ ପ୍ଲାନ୍ ଫର୍ ଡଗ୍ ମେଡିଏଟେଡ୍ ରାବିଜ୍ ଏଲିମିନେସନ୍ ଅଧୀନରେ ଏହି କ୍ଲିନିକ୍ ସ୍ଥାପନ କରାଯିବ। ଏହି କାର୍ଯ୍ୟକ୍ରମ ଜରିଆରେ 2030 ସୁଦ୍ଧା ଜଳାତଙ୍କର ବିଲୋପ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଖବର ନମ୍ବର 10 ବିଶ୍ୱର ପ୍ରଥମ ଉଡ଼ଜାନ ଚାଳିତ ତରି ଚଳିତ ଜୁଲାଇ 19 ତାରିଖରୁ ଆମେରିକାର ଉତ୍ତର କାଲିଫର୍ଣ୍ଣିଆ ଅନ୍ତର୍ଗତ ସାନ୍ ଫ୍ରାନ୍ସିସ୍କୋ ଉପସାଗରରେ ବିଶ୍ୱର ପ୍ରଥମ ଉଡ଼ଜାନ ଚାଳିତ ତରି ଯାତ୍ରୀ ପରିବହନ କରିବ ବୋଲି ଜଣାଯାଇଛି। ବିଶ୍ୱ ଉତ୍ତପ୍ତିକରଣ ପାଇଁ ଦାୟୀ ଅଙ୍ଗାରକାମ୍ଳ ବାଷ୍ପ ନିର୍ଗମନ କମାଇବା ଉଦ୍ଦେଶ୍ୟରେ ସମୁଦ୍ର ପଥରେ ଡିଜେଲ ଚାଳିତ ଯାନଗୁଡ଼ିକୁ ହଟାଇ ଉଡ଼ଜାନ ଚାଳିତ ଯାନ ଉପରେ ଗୁରୁତ୍ୱାରୋପ କରାଯାଉଛି। ସାନ୍ ଫ୍ରାନ୍ସିସ୍କୋ ଓ ପିୟର 41 ମଧ୍ୟରେ ପରୀକ୍ଷାମୂଳକ ଭାବେ ଯାତାୟାତ କରିବାକୁ ଥିବା MV Sea ଚେଞ୍ଜ ନାମକ ଏହି ପ୍ରଥମ ଉଡ଼ଜାନ ଚାଳିତ ତରିଟିର ଦୈର୍ଘ୍ୟ ହେଉଛି 21 ମିଟର ବା 70 ଫୁଟ ଏବଂ ଏଥିରେ ଏକକାଳୀନ 75 ଜଣ ଯାତ୍ରୀ ଯିବା ପାଇଁ ବ୍ୟବସ୍ଥା ହୋଇଛି। ତେବେ ପ୍ରଥମ 6 ମାସ ଯାଏଁ ଯାତ୍ରୀମାନେ ମାଗଣାରେ ଏଥିରେ ଯାତାୟାତ କରିପାରିବେ ବୋଲି ଘୋଷଣା କରାଯାଇଛି। ଏ ପ୍ରକାର ଉଡ଼ଜାନ ଚାଳିତ ଯାନର ବିଶେଷତ୍ୱ ହେଉଛି ଏଥିରେ ଥିବା ଉଡ଼ଜାନ ସେଲ୍ଗୁଡ଼ିକ ଅମ୍ଳଜାନ ସହ ମିଶି ବିଦ୍ୟୁତ ରାସାୟନିକ ପ୍ରକ୍ରିୟାରେ ବିଦ୍ୟୁତ ଶକ୍ତି ସୃଷ୍ଟି କରିବ ଏବଂ ବର୍ଜ୍ୟ ଭାବେ ଜଳ ନିର୍ଗମନ ହେବ। MV Sea ଚେଞ୍ଜ ଥରେ ଚାର୍ଜ ହେଲେ ତାହା 16 ଘଣ୍ଟା ଧରି କାର୍ଯ୍ୟକ୍ଷମ ରହି 300 ନଟିକାଲ ମାଇଲ ଦୂରତା ଅତିକ୍ରମ କରିପାରିବ। ଏହାଦ୍ୱାରା ସାମୁଦ୍ରିକ ଯାନଗୁଡ଼ିକରୁ ନିର୍ଗତ ହେଉଥିବା ଅଙ୍ଗାରକାମ୍ଳ ବାଷ୍ପକୁ ଉଲ୍ଲେଖନୀୟ ଭାବେ ହ୍ରାସ କରାଯାଇପାରିବ ବୋଲି ଆଶା କରାଯାଉଛି। ଖବର ନମ୍ବର 11 ଦିଲ୍ଲୀରେ କେଦାରନାଥ ମନ୍ଦିର ନିର୍ମାଣକୁ ନେଇ ରାମ ମନ୍ଦିରର ମୁଖ୍ୟ ପୂଜକଙ୍କ ପ୍ରତିକ୍ରିୟା। ଉତ୍ତରାଖଣ୍ଡ କେଦାରନାଥ ଭଳି ଦିଲ୍ଲୀରେ ନିର୍ମିତ ହେବାକୁ ଯାଉଥିବା
ମନ୍ଦିରକୁ ନେଇ ଅଯୋଧ୍ୟା ରାମ ମନ୍ଦିରର ମୁଖ୍ୟ ପୂଜାରୀ ଆପତ୍ତି କରିଛନ୍ତି। ମୁଖ୍ୟ ପୂଜାରୀ କହିଛନ୍ତି, ଦିଲ୍ଲୀରେ ମନ୍ଦିର ନିର୍ମାଣ ନେଇ ମୋର କୌଣସି ଆପତ୍ତି ନାହିଁ, କିନ୍ତୁ ମନ୍ଦିର ନାମ କେଦାରନାଥ ରଖାଯିବା ଉଚିତ ନୁହେଁ। କେଦାରନାଥ ଗୋଟିଏ ରହିଛି, ତାହାକୁ ରହିବାକୁ ଦିଅ। ତେଣୁ ଅନ୍ୟ ନାମରେ ମନ୍ଦିର ନିର୍ମାଣ କରାଯାଉ। ଉତ୍ତରାଖଣ୍ଡର କେଦାରନାଥ ମନ୍ଦିର ହେଉଛି ଆଦିଶକ୍ତି। ସେଠାରେ ଭକ୍ତମାନଙ୍କୁ ଯେଉଁ ଫଳ ମିଳିଥାଏ ତାହା ଅନ୍ୟ କେଉଁଠି ମିଳିବ ନାହିଁ। ଖବର ନମ୍ବର 12। 21ରୁ ମେଟ୍ରିକ୍ ସପ୍ଲିମେଣ୍ଟାରୀ ବୋର୍ଡ ୱେବସାଇଟ୍ରେ ଉପଲବ୍ଧ ହେବ ଏଡମିଟ୍ କାର୍ଡ଼। ଜୁଲାଇ 21ରୁ ମେଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ ହେଉଥିବା ବେଳେ ବୋର୍ଡ ୱେବସାଇଟ୍ରେ ଏଡମିଟ୍ କାର୍ଡ଼ ଉପଲବ୍ଧ କରାଯାଉଛି। ଆଜି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରେସ୍ ରିଲିଜ୍ ଜରିଆରେ ଏହି ସୂଚନା ଦିଆଯାଇଛି। ଛାତ୍ରଛାତ୍ରୀମାନେ ଏହି ୱେବସାଇଟ୍କୁ ଯାଇ ସେମାନଙ୍କର ଏଡମିଟ୍ କାର୍ଡ଼କୁ ଡାଉନଲୋଡ୍ କରିପାରିବେ। ଜୁଲାଇ 21ରୁ 31 ତାରିଖ ପର୍ଯ୍ୟନ୍ତ ମେଟ୍ରିକ୍ ସପ୍ଲିମେଣ୍ଟାରୀ ଓ ଏସ୍ଓଏସ୍ସି ପରୀକ୍ଷା ଅନୁଷ୍ଠିତ ହେବ। 972 ଜଣ ଛାତ୍ରଛାତ୍ରୀ ମେଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବେ। ସେମାନଙ୍କ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ 83ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ସେହିଭଳି ଏସ୍ଓଏସ୍ସି ପରୀକ୍ଷା ପାଇଁ 121ଟି କେନ୍ଦ୍ର କରାଯାଇଛି। ଏହି କେନ୍ଦ୍ରଗୁଡ଼ିକରେ ମୋଟ 24,550 ଜଣ ପରୀକ୍ଷା ଦେବେ। ଖବର ନମ୍ବର 13। ଭାରତରେ 16 ଲକ୍ଷ ଶିଶୁ ନେଇନାହାନ୍ତି କୌଣସି ଟିକା। 2023ରେ ଭାରତରେ 16 ଲକ୍ଷରୁ ଅଧିକ ଶିଶୁ ନେଇନାହାନ୍ତି ଟିକା। ଗୋଟିଏ ବର୍ଷ ଭିତରେ ଭ୍ୟାକ୍ସିନ୍ ଠାରୁ ଦୂରେଇ ରହିଥିବା ରାଷ୍ଟ୍ରରେ ମଧ୍ୟ ଦ୍ୱିତୀୟ ସ୍ଥାନରେ ରହିଛି ଭାରତ। ବିଶ୍ୱରେ ପ୍ରଥମ ସ୍ଥାନରେ ରହିଛି ନାଇଜେରିଆ। ସେଠାରେ 21 ଲକ୍ଷ ଛୋଟ ପିଲା କୌଣସି ପ୍ରକାରର ଟିକା ନେଇନାହାନ୍ତି। ଏଭଳି ଚାଞ୍ଚଲ୍ୟକର ଖୁଲାସା କରିଛି ୟୁନିସେଫ୍। ୟୁନିସେଫ୍ ମୁତାବକ 2023 ମସିହାରେ ଟିକା ଲଗାଇ ନଥିବା ଦେଶ ମଧ୍ୟରେ ଭାରତ ଦ୍ୱିତୀୟ ନମ୍ବରରେ ରହିଛି। ଭାରତରେ ପ୍ରାୟ 16 ଲକ୍ଷ ଶିଶୁ ଅଛନ୍ତି ଯେଉଁମାନେ କୌଣସି ପ୍ରକାର ଭ୍ୟାକ୍ସିନ୍ ନେଇନାହାନ୍ତି। ୟୁନିସେଫ୍ ତରଫରୁ 2024 ଜୁଲାଇ 1 ତାରିଖ ପର୍ଯ୍ୟନ୍ତ ଦିଆଯାଇଥିବା ରିପୋର୍ଟ ଆଧାରରେ 2023 ଟିକାକରଣର ଅନୁମାନ କରାଯାଇଛି। ଖବର ନମ୍ବର 14। ମିଳିଲା ଅନୁମତି, ସମ୍ବଲପୁରକୁ ଆସିବେ 4 ମହାବଳ। ଓଡ଼ିଶା ଆସିବେ 4 ମହାବଳ ଅତିଥି। ଦେଶର ଅନ୍ୟ ଚିଡ଼ିଆଖାନାରୁ ସମ୍ବଲପୁର ଜୁ ଆସିବେ 4 ମହାବଳ ବାଘ। ନ୍ୟାସନାଲ୍ ଜୁ ଅଥରିଟିର ଅନୁମତି ମିଳିଥିବା ଜଣାପଡ଼ିଛି। ଅନ୍ୟପଟେ ଡେବ୍ରିଗଡ଼ରୁ 3 ମହାବଳ ବାଘ ଆସିବା ନେଇ ମଧ୍ୟ ନ୍ୟାସନାଲ୍ ଟାଇଗର କନଜରଭେସନ୍ ଅଥରିଟି ବା NCTCAର ଅନୁମତି ମିଳିଛି। ସେହିପରି ବନ୍ୟପ୍ରାଣୀ ସ୍ଥାନାନ୍ତରଣ ପ୍ରକ୍ରିୟା ଗତକାଲିଠାରୁ ଆରମ୍ଭ ହୋଇଥିବା ବେଳେ ସମ୍ବଲପୁର ଜୁରୁ ଡେବ୍ରିଗଡ଼ ଅଭୟାରଣ୍ୟକୁ 115 ହରିଣ ସ୍ଥାନାନ୍ତର ହେବେ। ଖବର ନମ୍ବର 14। ଚଳିତ ବର୍ଷ 10ଟି ଉଚ୍ଚ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଉନ୍ନତି କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ବିଭାଗ ଅଧୀନରେ ଥିବା 14ଟି ହାଇସ୍କୁଲକୁ ହାୟାର ସେକେଣ୍ଡାରୀ ସ୍କୁଲରେ ପରିଣତ କରିବା ପାଇଁ ଅନୁମତି ମିଳିଛି। ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇ କହିଥିଲେ ଯେ ଚଳିତ ବର୍ଷ ଅତି କମ୍ରେ 10ଟି ଉଚ୍ଚ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରିଣତ କରାଯିବା ଆବଶ୍ୟକ। ଆଗକୁ ମଧ୍ୟ ଡ୍ରପ୍ ଆଉଟ୍ ହାର କମାଇବା ପାଇଁ ଅଧିକ ଉଚ୍ଚ ବିଦ୍ୟାଳୟକୁ ଉନ୍ନତି କରାଇବାର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସେହିପରି ରାଜ୍ୟର ବିଭିନ୍ନ ପ୍ରାଥମିକ ସ୍କୁଲର ହଷ୍ଟେଲଗୁଡ଼ିକ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ହେଉଛି। ଖବର ନମ୍ବର 16। ୟୁପି ଶିକ୍ଷକଙ୍କୁ ଆଶ୍ୱସ୍ତି, 2 ମାସ ପାଇଁ ସ୍ଥଗିତ ରହିଲା ଡିଜିଟାଲ ଉପସ୍ଥାନ। ଡିଜିଟାଲ ଉପସ୍ଥାନକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଯୋଗୀ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ୟୁପି ସ୍କୁଲରେ ଡିଜିଟାଲ ଉପସ୍ଥାନ ଉପରେ ସରକାର 2 ମାସ ପାଇଁ ପ୍ରତିବନ୍ଧକ ଲଗାଇଛନ୍ତି। ଶିକ୍ଷକ ସଂଘ ସହ ମୁଖ୍ୟ ଶାସନ ସଚିବଙ୍କ ବୈଠକ ପରେ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି। ସିଏମ୍ ଯୋଗୀ ସୋମବାର ଏହି ମାମଲାକୁ ଗ୍ରହଣ କରିଥିଲେ। ଏହି ନିଷ୍ପତ୍ତି ରାଜ୍ୟର ପ୍ରାଥମିକ ଶିକ୍ଷକଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ବୋଲି ବିବେଚନା କରାଯାଉଛି। ଖବର ନମ୍ବର 17। ମୋଦିଙ୍କୁ ଟାର୍ଗେଟ କଲେ ଓୱେସି। AIMIM ମୁଖ୍ୟ ଅସଦୁଦ୍ଦିନ ଓୱେସି ଜାମ୍ମୁ କାଶ୍ମୀରର ଡୋଡାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହୁଥିଲେ କି ଆମେ ଘରେ ପଶି ମାରିବୁ, ହେଲେ ଏସବୁ କ'ଣ ହେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଇଏ ସରକାରଙ୍କ ବଡ଼ ବିଫଳତା। ଖବର ନମ୍ବର 18। 500 ଭାଲୁଙ୍କୁ ରୋମାନିଆ ଦେଶରେ ହତ୍ୟା କରାଯିବ। ଭାଲୁଙ୍କୁ ମାରିବା ପାଇଁ ରୋମାନିଆର ସଂସଦ ଅନୁମତି ଦେଇଛି। ସଂସଦ ଦ୍ୱାରା ଏକ ନୂତନ ନିୟମ ପାରିତ ହୋଇଛି। ଏହି ନିୟମ ଅନୁଯାୟୀ ଚଳିତ ବର୍ଷ ଶେଷ ସୁଦ୍ଧା 481 ଭାଲୁଙ୍କୁ ହତ୍ୟା କରାଯିବ। ଏହା ପ୍ରଥମ ଥର ନୁହେଁ ରୋମାନିଆ ଏଭଳି କରୁଛି। ଗତ ବର୍ଷ ରୋମାନିଆରେ ମଧ୍ୟ 220 ଭାଲୁଙ୍କୁ ହତ୍ୟା କରିବାକୁ ସଂସଦ ନିର୍ଦ୍ଦେଶ ଦେଇଥିଲା। ଗତ ବର୍ଷ ତୁଳନାରେ ଚଳିତ ବର୍ଷ 2 ଗୁଣ ଭାଲୁଙ୍କୁ ହତ୍ୟା କରାଯିବ। ଖବର ନମ୍ବର 19। ଷ୍ଟକ୍ ବଜାରରେ ଉତ୍ସାହ ଜାରି, ପୁଣି ନୂଆ ଉଚ୍ଚତାରେ ବନ୍ଦ ହେଲା ସେନ୍ସେକ୍ସ।
ମଙ୍ଗଳବାର ଭାରତୀୟ ଷ୍ଟକ୍ ବଜାରରେ ବୃଦ୍ଧି ଘଟିଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ସୂଚକାଙ୍କ ସେନ୍ସେକ୍ସ ମଙ୍ଗଳବାର 0.06% ବା 51.69 ପଏଣ୍ଟକୁ ବୃଦ୍ଧି ସହ 80,716ରେ ବନ୍ଦ ହୋଇଛି। ମଙ୍ଗଳବାର କାରବାର ସମୟରେ ସେନ୍ସେକ୍ସ 80,898.30 ପଏଣ୍ଟର ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ବଜାର ବନ୍ଦ ହେବା ବେଳକୁ ସେନ୍ସେକ୍ସର 30ଟି ଷ୍ଟକ୍ ମଧ୍ୟରୁ 18ଟି ବଜାର ସବୁଜ ସଂକେତରେ ବନ୍ଦ ହୋଇଥିବା ବେଳେ 12ଟି ସେୟାର ହ୍ରାସ ପାଇଥିଲା। ଖବର ନମ୍ବର 20 ଏନ୍ଟିଏର ଟ୍ରଙ୍କରୁ ନିଟ୍ ୟୁଜି ପେପର ଚୋରି କରିଥିବା ଇଞ୍ଜିନିୟରକୁ ଧରିଲା ସିବିଆଇ। ନିଟ୍ ପେପର ଲିକ୍ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ହୋଇଛି। ବିହାରର ପାଟନାରୁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିର ଟ୍ରଙ୍କରୁ ନିଟ୍ ପେପର ଚୋରି କରିଥିବା ଇଞ୍ଜିନିୟରଙ୍କୁ ସିବିଆଇ ଗିରଫ କରିଛି। ଅଭିଯୁକ୍ତଙ୍କର ଅନ୍ୟ ଜଣେ ସହଯୋଗୀ ମଧ୍ୟ ଧରାପଡ଼ିଛି। ଗିରଫ ଅଭିଯୁକ୍ତମାନେ ହେଲେ ପଙ୍କଜ କୁମାର ଓ ରାଜୁ ସିଂ। ମିଳିଥିବା ସୂଚନା ଅନୁଯାୟୀ ପଙ୍କଜ କୁମାର ଓରଫ ଆଦିତ୍ୟ ଯେଉଁ ଟ୍ରଙ୍କରୁ ପ୍ରଶ୍ନପତ୍ର ଯାଉଥିଲା ସେଥିରୁ ପ୍ରଶ୍ନପତ୍ର ଚୋରି କରି ବଣ୍ଟନ କରିଥିଲା। ଖବର ନମ୍ବର 21 ବିସିସିଆଇକୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ନିର୍ଦ୍ଦେଶ। ଷ୍ଟାଡିୟମରେ ତମାଖୁ ବିଜ୍ଞାପନକୁ ନା। କ୍ରିକେଟ ଷ୍ଟାଡିୟମରେ ଆଉ ତମାଖୁ ବିଜ୍ଞାପନ ଦେଖିବାକୁ ମିଳିବ ନାହିଁ। ଏ ସଂକ୍ରାନ୍ତରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡକୁ ସ୍ପଷ୍ଟ ଭାବେ ନିର୍ଦ୍ଦେଶ ଦେଇଛି। ଖବର ନମ୍ବର 22 ଆଜି ସୁନାବେଶ। ନିୟୋଜିତ ହେବେ 190 ପ୍ଲାଟୁନ୍ ଫୋର୍ସ। ଆଜି ସୁନାବେଶ। ରଥ ଉପରେ ମହଣ ମହଣ ସୁନାରେ ସଜେଇ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେବେ ଶ୍ରୀଜୀଉ। ଆଜି ହରି ଶୟନ ଏକାଦଶୀ ତିଥି ଥିବାରୁ ରଥ ଉପରେ ମହାପ୍ରଭୁ ଶ୍ରୀ ବଳଭଦ୍ର, ଶ୍ରୀ ଜଗନ୍ନାଥ ଏବଂ ଦେବୀ ସୁଭଦ୍ରାଙ୍କୁ ସୁନାବେଶ କରାଯିବ। ହୀରା ନୀଳା ଖଚିତ ବିଭିନ୍ନ ସୁବର୍ଣ୍ଣ ଅଳଙ୍କାରରେ ଆଭୂଷିତ ହେବେ ମହାପ୍ରଭୁ। ସନ୍ଧ୍ୟା ଆଳତି ପରେ ପ୍ରଭୁଙ୍କୁ ଶ୍ରୀଅଙ୍ଗରେ ଚନ୍ଦନ ଲାଗି କରାଯିବ। ଏହାପରେ ଦାରୁବ୍ରହ୍ମଙ୍କୁ ସୁନାବେଶ କରାଯିବ। ଅପରାହ୍ନ 5ଟାରେ ସୁନାବେଶ ଆରମ୍ଭ ପାଇଁ ସମୟ ନିର୍ଦ୍ଧାରଣ କରାଯାଇଛି। ସୁନାବେଶରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଛି। ପାଖାପାଖି 190 ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ଏନେଇ ପୁରୀ ଏସ୍ପି ପିନାକ ମିଶ୍ର ସୂଚନା ଦେଇଛନ୍ତି। ଖବର ନମ୍ବର 23 25 ଫୁଟ ଲମ୍ବ ବିଦ୍ୟୁତ ଖୁଣ୍ଟ ଉପରକୁ ଚଢ଼ିଗଲା କୁମ୍ଭୀର। ବିଦ୍ୟୁତ ଖୁଣ୍ଟ ଉପରକୁ ଚଢ଼ିଗଲା କୁମ୍ଭୀର। ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ପ୍ରବାହିତ ପାଟଶାଳ ନଦୀରୁ କୁମ୍ଭୀର ଛୁଆ ଉଠି ଆସି ବିଦ୍ୟୁତ ଖୁଣ୍ଟ ଉପରେ ଚଢ଼ିବା ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଏବେ କୁମ୍ଭୀର ପ୍ରଜନନ ଋତୁ ଚାଲିଛି। ବଉଳା କୁମ୍ଭୀରମାନେ ଭିତରକନିକା ଅଞ୍ଚଳରେ ଚଳିତ ବର୍ଷ 114ଟି ବସା କରିଛନ୍ତି। ଖବର ନମ୍ବର 24 ବିବାଦ ଭିତରେ ଟ୍ରେନି ଆଇଏଏସ୍ ପୂଜା ଖେଡକରଙ୍କ ଉପରେ ଆକ୍ସନ୍। ମହାରାଷ୍ଟ୍ର କେଡର ଟ୍ରେନି ଆଇଏଏସ୍ ପୂଜା ଖେଡକରଙ୍କ ସମସ୍ୟା ଆହୁରି ଅଧିକ ବଢ଼ିଛି। ବିବାଦରେ ଛନ୍ଦି ହେବା ପରେ ଉତ୍ତରାଖଣ୍ଡର ମସୁରୀସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ନ୍ୟାସନାଲ ଆଡମିନିଷ୍ଟ୍ରେସନ ଏକାଡେମୀ ପୂଜା ଖେଡକରଙ୍କ ମହାରାଷ୍ଟ୍ରରୁ ଟ୍ରେନିଂକୁ ବାତିଲ କରିଛି। ଏହା ସହିତ ଏକାଡେମୀ ପୂଜାଙ୍କୁ ତୁରନ୍ତ ଆସିବା ପାଇଁ ଏକ ଚିଠି ମଧ୍ୟ ଜାରି କରିଛି। ଏକାଡେମୀ ମହାରାଷ୍ଟ୍ର ସରକାରଙ୍କୁ ଏକ ଚିଠି ଲେଖି ଏ ସମ୍ପର୍କ ବାବଦରେ ଜଣାଇଛି। ଖବର ନମ୍ବର 25 ସେପ୍ଟେମ୍ବର 30 ସୁଦ୍ଧା ଜାମ୍ମୁ କାଶ୍ମୀରରେ ନିର୍ବାଚନ ଶେଷ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ। କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ କରିବା ପାଇଁ ନିର୍ବାଚନ ଆୟୋଗ ପ୍ରସ୍ତୁତ ଜୋରଦାର ଆରମ୍ଭ କରିଛି। ନିର୍ବାଚନ ଆୟୋଗ ନିର୍ବାଚନ ପରିଚାଳନା କରିବା ପାଇଁ ସୁରକ୍ଷା ସମେତ ଅନ୍ୟାନ୍ୟ ଦିଗ ଆକଳନ କରିବାରେ ବ୍ୟସ୍ତ ଥିବାବେଳେ ରାଜନୈତିକ ଦଳମାନେ ମଧ୍ୟ ନିଜ ନିଜର ଭୋଟ ଗଣତିରେ ବ୍ୟସ୍ତ ଅଛନ୍ତି। ନିର୍ବାଚନ ଆୟୋଗ ଅଗଷ୍ଟର ପ୍ରଥମ ସପ୍ତାହ କିମ୍ବା ଦ୍ୱିତୀୟ ସପ୍ତାହରେ ନିର୍ବାଚନ ଘୋଷଣା କରିପାରେ। ସୁପ୍ରିମକୋର୍ଟ ସେପ୍ଟେମ୍ବର 30 ସୁଦ୍ଧା ନିର୍ବାଚନ ଶେଷ କରିବା ପାଇଁ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।